गुड आफ्टरनून। आज आम आमर BH1C 112 शेष चैप्टरटा करवा। तार विषय वस्तु होची थीम 7 आउ तार टॉपिक होची द 18th सेंचुरी अष्टदश शताब्दी। गोटे बहुत इम्पोर्टेंट चैप्टर। आमे पूरा मुगल साम्राज्यर कौन सब उन्नति होता चाष कम वाणिज्य राजनीति रे 1650 रु 1750 भितर आम माने सबू आलोचना करुଛୁ। किंतु आज आमे कथाबार्ता करिबा मुगल साम्राज्यर पतन विषय केमती आ को कारण पई मुगल साम्राज्यर पतन। इत्ते बड़ साम्राज्य थिला, पूरा हिमालय उत्तर रे आ पूरा दक्षिण आ पूर्व रे बेंगल आ पश्चिम रे पूरा गुजरात। इत्ते बड़ साम्राज्य को पूरा कंट्रोल करके रखिथिले मुगल सम्राट माने। आ तार मुगल साम्राज्यर शीर्ष बिंदु थिला अकबर का समय। अकबर जहाँ सब करथिले केमती गोटे बड़ साम्राज्य को संभाल रखिथिले, से हमें ताकू बहुत क्रेडिट दूँ। तो ताको परे जहांगीर एवं शाहजहां भी पूरा संभाल रखिथिले साम्राज्य। किंतु ये जो 18th सेंचुरी मझी 1750 रु पूरा पतन आरंभ हो गला ये साम्राज्य। इटा कौन पे हैला? प्रश्नटा होची कौन पे ये पतनटा हैला। केते ऐतिहासिक माने कहउचंती जे राजार निजर पर्सनालिटी निजर जो आइडियोलॉजी थिला एटारे गुड़ाई चेंज आइला। आओ ऐतिहासिक माने प्राय दोष दौरान केतक ऐतिहासिक माने दोष दौरान औरंगजेब जे औरंगजेब का समय पतन आरंभ है। औरंगजेब कर गोटे ना थिला अलामगीर। अलामगीर माने होची जे पूरा शासन करतला सबु देश को जोटा बरफ पहाड़ तलक थिला। तमने पूरा भारत बरफ पहाड़ माने होची हिमालय। से बहुत पावरफुल आ प्राय गोटे मुगल सम्राट जे पूरा भारत को शासन करते। किंतु मुगल साम्राज्यर पतन आरंभ हो गला तांको समय। ऐतिहासिक माने कहउचंती जे औरंगजेब कर केते गुड़ाई गुण थिला जो पई बहुत जगार ताको विरुद्ध रे लोक उठिले। प्रथम कथा सी बहुत सन्देह थे
ସବୁ କଥାରେ ସନ୍ଦେହ କରୁଥିଲେ, କାହାକୁ ବିଶ୍ୱାସ କରୁନଥିଲେ। ଯେତେବେଳେ କାହାକୁ ବିଶ୍ୱାସ ସେ କରୁନଥିଲେ, ସେ କେତେ କାମରେ ଆଗେଇ ପାରିଲେନି। ସେ ଯଦି ଟିକେ ବିଶ୍ୱାସ କରିଥାନ୍ତେ ଶିଖ ଗୁରୁଜ ମାନଙ୍କୁ, ମରାଠାସ ମାନଙ୍କୁ, ସତନାମିଜ ମାନଙ୍କୁ, ତାହେଲେ ସେ ଲୋକଙ୍କ ଭିତରେ ଗୋଟେ ତାଙ୍କ ପ୍ରତି ରେସ୍ପେକ୍ଟ ଆସିଥାନ୍ତା। କିନ୍ତୁ ସେଇମାନେ ବି ଔରଙ୍ଗଜେବକୁ ସନ୍ଦେହ କଲେ, ଯୋଉ ପାଇଁ ତାଙ୍କ ଭିତରେ ଜମରୁ ପଡ଼ିଲାନି। ଆଉ କେତେ ଜାଗାରେ ଏଇ ଲୋକମାନେ ଦଳ ଦଳ ହେଇ ମୁଗଲ ସାମ୍ରାଜ୍ୟକୁ ଅପୋଜ କଲେ, ମୁଗଲ ସାମ୍ରାଜ୍ୟ ବିରୁଦ୍ଧରେ ଗଲେ। ଔରଙ୍ଗଜେବ ଗୋଟେ ଜିନିଷ ଭଲରେ ଜାଣିଥିଲେ ଯେ ଯୋଉ ପଇସାଟା ଥିଲା ମୁଗଲ ସାମ୍ରାଜ୍ୟରେ, ସେ ପଇସାଟା ପ୍ରାୟ ସରି ଆସିଥିଲା, ସେ ଧନଟା ପ୍ରାୟ ସରି ଆସିଥିଲା। କୋଉଥିପାଇଁ? କାହିଁକିନା ଶାହଜାହାନଙ୍କର ପ୍ରାଚୁର୍ଯ୍ୟ ପାଇଁ। ଶାହଜାହାନ ଏତେ ପଇସା ଖର୍ଚ୍ଚ କଲେ ବିଲ୍ଡିଂ ତିଆରି କରିବାରେ, ମୌର୍ଯ୍ୟ ସିଂହାସନ ତିଆରି କରିବାରେ, ଆଉ ଏତେ ବଡ଼ ଗୋଟେ ଲକ୍ସୁରିୟସ୍ ଲାଇଫରେ ରହିବା ବହୁତ ପଇସା ଖର୍ଚ୍ଚ ହେଇଥିଲା, ଯୋଉ ପାଇଁ ଔରଙ୍ଗଜେବ ବହୁତ ଷ୍ଟ୍ରିକ୍ଟ ହେଇଗଲେ। ସିଏ ଆଉ କିଛି ରୟାଲ ଟ୍ରେଜରୀରୁ ବାହାରି କଲେନି, କୋଉଥିରେ ଖର୍ଚ୍ଚ କଲେନି। କୋଉ ଡେଭଲପମେଣ୍ଟ କାମ ପାଇଁ, ଯୋଉ କାମରେ ଉନ୍ନତି ହବ, ପ୍ରଗତି ହବ, ସେଇ କାମ ପାଇଁ ସେ କିଛି ପଇସା ଖର୍ଚ୍ଚ କଲେ, ଯୋଉଥିପାଇଁ ଲୋକମାନେ ଭାବିଲେ ଯେ ଆମେ କାହିଁକି କର ଦଉଛୁ, ଆମ ପାଇଁ ତ କିଛି କରୁନାହାନ୍ତି ସମ୍ରାଟ। ସୋ ତାଙ୍କ ସାମ୍ରାଜ୍ୟ ଏଗେନ୍ଷ୍ଟରେ ବିରୁଦ୍ଧ ହେଲେ, ବିଦ୍ରୋହ ହେଲା, ସେମାନେ ବିରୋଧ କଲେ। ଗୋଟେ ଏକ୍ସାମ୍ପଲ ଅଛି ଯୋଉଟା ଲେଖା ହେଇଛି ଆଇନ ଆଇ ଆଲାମଗୀରରେ, ଯୋଉଟା ଔରଙ୍ଗଜେବଙ୍କ ଉପରେ ଲେଖା ହେଇଛି। ଔରଙ୍ଗଜେବ ପୁରା ଲାଲକିଲ୍ଲାରେ ନାଚ, ଗୀତ, ଚିତ୍ରକଳା ସବୁ ବନ୍ଦ କରିଦେଲେ, କାରଣ ସେ ଭାବିଲେ ସେଇଥିରେ ଅନ୍ନେସେସରି ପଇସା ନଷ୍ଟ ହଉଛି। ଯୋଉ କାରଣରୁ ଚିତ୍ରକଳା ମାନେ ଛାଡ଼ିକିରି ପଳେଇଲେ ଦିଲ୍ଲୀ, ଆଉ ଯାଇକିରି ବସିଗଲେ ହିମାଚଳ ପ୍ରଦେଶ ଆଉ ରାଜସ୍ଥାନରେ। ସେଇମାନେ ଗଲେ ଅନ୍ୟ ରାଜା ଅଣ୍ଡରରେ ସବୁ ରହିଲେ। ଆଉ ଯେତେକ ମ୍ୟୁଜିସିଆନ, ସଙ୍ଗୀତକାର, ନାଚବାଲା, ସେଇମାନେ ବି କିଲ୍ଲା ଛାଡ଼ିକିରି ପଳେଇଲେ, କାରଣ ତାଙ୍କୁ କିଛି ସାହାଯ୍ୟ କି ସହମତି ମିଳିଲାନି। ଆଇନ ଆଇ ଆଲମଗୀରରେ ଲେଖା ହେଇଛି ଯେ ଏଇ ସବୁ ଲୋକମାନେ ଯୋଉମାନେ କଳାକୁ ଆଗେଇ ନଉଥିଲେ, ସେଇମାନେ ଗୋଟେ କୋକେଇ ତିଆରି କରିକିରି ତା ଦେହରେ ଡୁବିତାଲା, ମୃଦଙ୍ଗ, ଘୁଙ୍ଗୁର, ତୁଳି, ରଙ୍ଗ ସବୁ ରଖିକିରି ରେଡ୍ ଫୋର୍ଟ ଆଗରେ ରାମ ନାମ ସତ୍ୟ ହେଇ କହିକିରି ଗଲେ। ସେତେବେଳେ ଔରଙ୍ଗଜେବ ଝରକା ଦର୍ଶନ ଦଉଥିଲେ ଲୋକଙ୍କୁ। ସେ କହିଲେ ଇଏ ସବୁ କଣ?
ସେ ଲୋକମାନେ କହିଲେ ଆପଣଙ୍କର ତ ଇଚ୍ଛା ନାହିଁ କଳାକୁ ଆଗେଇ ନେବା ପାଇଁ, ଆମେ ଯାଉଛୁ ଆକୁ ମଶାଣିରେ ପୋତି ଦେଇକିରି ଆସିବୁ ଏଇସବୁ ଜିନିଷ। ଔରଙ୍ଗଜେବ କହିଲେ ଯାଇକିରି ଏତେ ଗଭୀରରେ ପୋତ ଯେ ଆଉ ଇଏ କେବେ ମୁଣ୍ଡ ବାହାର କରିକିରି ପଇସା ନଷ୍ଟ କରିବନି। এইটা ଦେଖଉଛି ଔରଙ୍ଗଜେବଙ୍କ ଆଟିଟ୍ୟୁଡ, ତାଙ୍କ ସ୍ୱଭାବ। ସୋ ସେଇଥିପାଇଁ ପ୍ରଗତି ହେଇପାରିଲାନି ସେଇ ସମୟରେ। ତାପରେ ଔରଙ୍ଗଜେବ ଜମାରୁ ବୁଝିପାରିଲେନି ଦକ୍ଷିଣ ରାଜାମାନଙ୍କର ମନର କଥା। ସେ ଜମାରୁ ବୁଝିଲେନି ମରାଠାସ୍, ଶିଖ୍, ସତନାମିଜ ମାନଙ୍କର କ'ଣ ଦରକାର, କ'ଣ ପାଇଁ ସେଇମାନେ ଉତ୍ତପ୍ତ ହଉଛନ୍ତି। ସେଇଟା ନ ବୁଝିକିରି ତାଙ୍କ ସାଙ୍ଗରେ ସଦାବେଳେ ସେ କଳି ଲଗେଇଲେ, ଯୋଉଥିପାଇଁ ଅଧା ଟାଇମ ଚାଲିଗଲା ଖାଲି ଯୁଦ୍ଧ। ଆଉ ଔରଙ୍ଗଜେବ ଏତେ ସମୟ ଦକ୍ଷିଣରେ ରହିଗଲେ ଯେ ସିଏ ଆଉ ଦିଲ୍ଲୀ ଫେରି ପାରିଲେନି। ସେ ସେଇ ଔରଙ୍ଗାବାଦରେ ମରିଗଲେ। ଔରଙ୍ଗାବାଦ ଯୋଉଟା ଅଛି ମହାରାଷ୍ଟ୍ର। ଆଉ ଯେତେବେଳେ ସେ ଦିଲ୍ଲୀରୁ ଏତେ ଦୂରରେ ରହିଲେ, ଦିଲ୍ଲୀରେ ସବୁ ନୋବେଲ୍ସ ମାନେ, କର୍ମଚାରୀ ମାନେ, ସେଇମାନେ ତାଙ୍କ ନିଜ ନିଜର ପାୱାର ଜତେଇଲେ, କ୍ଷମତା ଦେଖେଇଲେ। କିନ୍ତୁ କ୍ୟାପିଟାଲରେ, ରାଜଧାନୀରେ ପରିସ୍ଥିତି ଏକଦମ ଖରାପ ହେଇଯାଇଥିଲା। ଆଉ ଦକ୍ଷିଣରେ ଯୋଉ ରାଜାମାନଙ୍କ ସାଙ୍ଗେ ସେ ଲଢେଇ କରୁଥିଲେ, ସେଇମାନେ ଚାହିଁଲେ ମୁଗଲ ସାମ୍ରାଜ୍ୟରୁ ସବୁ ଅଲଗା ହେଇଯିବା। এইটা ଗୋଟେ ବଡ଼ କାରଣ ଯୋଉ ପାଇଁ ମୁଗଲ ସାମ୍ରାଜ୍ୟ ଖଣ୍ଡ ଖଣ୍ଡ ହେଇକି ଭାଙ୍ଗିଗଲା ଔରଙ୍ଗଜେବଙ୍କ ପରେ। ଆଉ ଏକଦମ ମୁଗଲ ସାମ୍ରାଜ୍ୟ ଗୋଟେ ଛୋଟିଆ ଜାଗା ହେଇଗଲା। ସବୁ ପାଖାପାଖି ଦେଶ ଗୁରା ସ୍ୱାଧୀନ ହେଇକିରି ନିଜେ ନିଜେ ଶାସନ କଲେ। ତାପରେ ଆମେ ଯଦି ଦେଖିବା ଭାରତରେ କେତେ ପ୍ରକାର ଧର୍ମ ଥିଲା, କିନ୍ତୁ ଅକବର, ଜାହାଙ୍ଗୀର ଆଉ ଶାହଜାହାନ କେମିତି ଚଳେଇଥିଲେ ଏଇ ଦେଶକୁ, ଯୋଉ ଦେଶରେ ଏତେ ପ୍ରକାର ଧର୍ମ, ପ୍ରକାରର ଥଟ୍ସ, ଆଉ କାହାର କାହା ସାଙ୍ଗେ ପଡୁନଥିଲା, ତାକୁ କେମିତି ଚଳେଇଥିଲେ। କାହିଁକିନା ଏକତା ଥିଲେ ଗୋଟେ ସମ୍ରାଟ ଶାସନ କରିପାରିବେ। ସୋ ଏକତାଟା ଆଣିଥିଲେ ବହୁତ କଷ୍ଟରେ ଅକବର, ଜାହାଙ୍ଗୀର ଆଉ ଶାହଜାହାନ। ସେମାନେ ସବୁ ଧର୍ମକୁ ରେସପେକ୍ଟ ଦଉଥିଲେ, ଆଉ ସବୁ ଧର୍ମର ଲୋକଙ୍କୁ ତାଙ୍କର କର୍ମଚାରୀ କରିକି ରଖୁଥିଲେ। ତାଙ୍କର ଦରବାରରେ ରାଜପୁତ, ଶିଖ, ସତନାମୀ, ଜାଟ, ମୁସଲିମ ସବୁ ଥିଲେ। ଆଉ ସେମାନେ ମିଳିମିଶିକିରି ଦେଶକୁ ଚଳଉଥିଲେ ନିଜର ଭାବିକି। କିନ୍ତୁ ଏଇ ଜିନିଷଟାକୁ ଔରଙ୍ଗଜେବ ଟଚ୍ କରିଦେଲେ, ଛୁଇଁଦେଲେ। ଆ ଭିତରେ ସିଏ ତାଙ୍କର ମୁସଲିମ ଗର୍ବ ଦେଖେଇଥିଲେ। ଔରଙ୍ଗଜେବ ଫେର ଥରେ ଦିଟା କରକୁ ଫେର ଲଗେଇଲେ ଲୋକଙ୍କ ଉପରେ। ଗୋଟେ ହଉଛି ଜଜିଆ, ଆଉ ଗୋଟେ ଥିଲା ଯୋଉ ଯାତ୍ରୀ କର।
ପିଲଗ୍ରିମେଜ ଟ୍ୟାକ୍ସ, ଯୋଉଟା ଭାରତର ହିନ୍ଦୁ ଲୋକମାନେ ଘୃଣା କରୁଥିଲେ, ଆଉ ସେଇଟାକୁ ବହୁତ ଆଗରୁ ଅକବର ବନ୍ଦ କରିଦେଇଥିଲେ। ତାକୁ ଫେର ଥରେ ଆଣିଲେ ସାମ୍ନାକୁ ଔରଙ୍ଗଜେବ, ଯୋଉ ପାଇଁ ଗୋଟେ ଅଂଶ ମୁଗଲ ସମାଜର ଯୋଉଥିରେ ହିନ୍ଦୁମାନେ ଥିଲେ ସେଇମାନେ ଔରଙ୍ଗଜେବଙ୍କର ଶାସନକୁ ବିରୋଧ କଲେ। ତ ସଦାବେଳେ ଔରଙ୍ଗଜେବଙ୍କ ସମୟରେ ଧର୍ମର ଝଗଡ଼ା ଚାଲିଲା, ଆଉ ସେଇଟା ଜନ୍ମରୁ ଭଲ ନଥିଲା ସେଇ ଦେଶର ଏକତା ରକ୍ଷା ପାଇଁ ଆଉ ଭଲରେ ରାଜନୈତିକ ପରିକ୍ରିୟା କରିବା ପାଇଁ। ଯେମିତି ଏଇଟା କିଛି ନଥିଲା, ସିଏ ଲଳିତା ବିଡ଼ା ଭଳିଆ ଔରଙ୍ଗଜେବ ମନ୍ଦିର ଗୁଡ଼ାଏ ଭାଙ୍ଗିଦେଲେ, ଆଉ ସବୁଠୁ ଫେମସ୍ ମନ୍ଦିର ମଥୁରାର ଗୋବିନ୍ଦଜୀ ମନ୍ଦିରଟାକୁ ଭାଙ୍ଗିଦେଲେ। ଆଉ ସେଇ ମନ୍ଦିରଟା ହଉଥିଲା କହୁଥିଲେ କୃଷ୍ଣଙ୍କର ଜନ୍ମ ମନ୍ଦିର। ତାକୁ ଯୋଉ ଭାଙ୍ଗିଦେଲେ ତା ଉପରେ ସିଏ ଗୋଟେ ମସଜିଦ ବି ତିଆରି କରିଦେଲେ। ସିମିଲାରଲି ଏକଦମ ଏଇଆ ଭଳିଆ ସିଏ ବନାରସରେ ଯୋଉଟା ସବୁଠୁ ହିନ୍ଦୁମାନଙ୍କର ଧର୍ମସ୍ଥଳ ଥିଲା, ବନାରସରେ କାଶୀ ବିଶ୍ୱନାଥଙ୍କର ମନ୍ଦିରଟାକୁ ବି ଭାଙ୍ଗିଦେଲେ, ଆଉ ଗୋଟେ ମସଜିଦ ତା ପାଖରେ ତିଆରି କଲେ। ଏଇ ସବୁ ଜିନିଷ ହିନ୍ଦୁ ଲୋକମାନଙ୍କୁ ଆଘାତ ପହଞ୍ଚେଇଲା, ଯୋଉଥିପାଇଁ କେତେ ରାଜପୁତ ମନସବଦାର, କେତେ ହିନ୍ଦୁ କର୍ମଚାରୀ ସବୁ ଔରଙ୍ଗଜେବକୁ ଛାଡ଼ିକିରି ପଳେଇଲେ, ଆଉ ଦୂରରେ ଯାଇକିରି ତାକୁ ବିଦ୍ରୋହ କଲେ। ଆଉ ଏଇ ଜିନିଷ ଗୁଡ଼ା ଦେଖିକିରି ମରାଠାସ୍, ସତନାମୀଜ ଆଉ ଶିଖ ମାନେ ଏଇ ସବୁ ଲୋକଙ୍କୁ ମିଶେଇକିରି ପୁରା ମୁଗଲ ସାମ୍ରାଜ୍ୟ ବିରୁଦ୍ଧରେ ଗଲେ। ସୋ ମୁଗଲ ସାମ୍ରାଜ୍ୟର ପତନ ଆରମ୍ଭ ହେଲା। ବହୁତ ଦିଗରୁ ଦେଖିଲେ ଔରଙ୍ଗଜେବ ଗୋଟେ କାରଣ ଥିଲେ ଯୋଉଥିପାଇଁ ମୁଗଲ ସାମ୍ରାଜ୍ୟ ପତନ ହେଲା। ଏବେକା ଆଜିକା ଦିନରେ କିନ୍ତୁ କେତେ ଗୁଡ଼ାଏ ହିଷ୍ଟୋରିଆନ୍ସ, ଐତିହାସିକ ମାନେ କହୁଛନ୍ତି ଯେ ଖାଲି ଔରଙ୍ଗଜେବ କାରଣ ନଥିଲେ ମୁଗଲ ସାମ୍ରାଜ୍ୟର ପତନ ପାଇଁ। ଜଣେ ଐତିହାସିକ ଅଛନ୍ତି ଯାହା ନାଁ ଥିଲା ଯଦୁନାଥ ସରକାର। ଯଦୁନାଥ ସରକାର ସିଏ ଲେଖୁଛନ୍ତି ଯେ ଗୋଟେ ବଡ଼ ସଂକେତ ହେଲା ଜାଗିରଦାରୀ ସିଷ୍ଟମ, ଜାଗିରଦାରଙ୍କର ଇଏ ଗ୍ରୁପରେ। ଜାଗିରଦାର କିଏ ଥିଲେ?
मुगल सम्राट अकबर ए सिस्टमटा आरंभ सीए केते गुड़ाई लोकों को ताके भीतर बाछुतिले जो माने योद्धा लॉयल एजुकेटेड थिले आ जाको से विश्वास करथिले आ जानिथिले से माने भल शासन करी तांको कौन करथिले तांको बड़ बड़ लैंड दे दउथिले जगह जाको डाकुथिले जागीर सो एई माने जो माने जागीर नउथिले तांको डका होतला जागीरदार्स ता छड़ा तांको दिया होतला केते नंबर घोड़ा अस्त्र शस्त्र कहीं ना ताको मिलिटरी पावर भी दिया होतला जेते बड़े राजार दरकार से माने आसीबे युद्ध करिवे आ केतेटा घोड़ा किए पाइबो जाको डका होतला सवार्स आ केते लैंड किए पाइबो केते जगह किए पाइबो ताको अकबर बुझुथि आ जो माने सबुटु बेसी पाउतले से माने बहुत ऊपर लेवल रे थिले मुगल राजनीति एकदम बड़ बड़ मनसबदार जेमती बीरबल तोदार महल बिहारी महल हिमन सब थिले आउ ये सिस्टमटा कहीं कराइथिला केना मुगल राजार मेन इंटेंशन थिला केमती कर लोकंटू आदाय करी सरकार केमती चलिबो आ सेते बेले सबुठू भारत भारत रे सबुठू इम्पोर्टेंट इकोनॉमिक एक्टिविटी अर्थनैतिक परिक्रिया थिला कृषि कृषक माने सो सेई माने जे आमदानी करथिले ताठू कर बसा होथिला आ एई कर को किए नउथिला सेई माने मनसबदार्स को दउथिले आ मनसबदार्स किछि कर तांग निज पई रखिले बाकी सबू मुगल सम्राट को दउथिले सेई पई मुगल सम्राट आ किछि ऑफिसर किछि कर्मचारी रिक्रूट करू नथिला कर आनिया ए मनसबदार्स मान को दायित्व दिया आ जेतेबेले युद्ध होतिला कि अन्य को मनसबदार को संगे कलिगुजा होतिला ताकू दिया आइतला मिलिटरी पावर घोड़ा अस्त्र शस्त्र जे से निज को प्रोटेक्ट करिवे आ जेते चासी मान को भी रक्षा करिवे सो एई सिस्टमटा बहुत भलो भाव रे चलीतिला आ मुगल सम्राट माने बहुत उन्नति करथिले आ गोटे बड़ सब्सटेंशियल अमाउंट कर तांको पाखु आसुथिले जो तेरे से बहुत किछि जिंस करि पड़थि किंतु जेते बेले अष्ट 18 सेंचुरी रे जेते बेले डेक्कन रे औरंगजेब डेक्कन को गले डेक्कन लोक राजा मान संगे लड़ई कले आ डेक्कन दक्षिण को नहीं गले आपर भी तांकर जो थिले उत्तराधिकारी से माने भी डेक्कन शासन कले किंतु जेते बेले डेक्कन शासन कले
पूरा साम्राज्यटा बहुत बड़ हो गला। आउ उत्तर भारत रे आउ किसी जगह नथला दबा पे मनसबदार्स मानु कहीं जिते बेले साम्राज्य बड़ है आउरी बेसी मनसबदार्स मान को रखा है। आउ मनसबदार्स मानकर जगह नथिला दबा पे आउ तांकु सवार्स कम दिया होतला। सो सेई माने एटा जो मोर पसंद कलेनी आ अन्य बड़ बड़ जागीरदार्स को संगे तांकर गंडगोल। सो जागीरदार एना लड़े आउ जो माने छोटो जागीरदार्स तांकर अवस्था खराब थिला कारण सेई माने कम सवार्स पाउथिले आ कम जगह पाउथिले से पे सीए बेसी जो कर को से माने आणुथिले चासी माने गोटू से तो बहुत अमाउंट दैदवा पे पड़ुथला मुगल सम्राट को किंतु तांक पाखे रहउथला कम जो पे से माने विरोध कर जिते बड़े कि शुणिलेनी चोरी कर राजा को न देगिरी पूरा निजे रखे आउ एई कारण पई जागीरदारी सिस्टम मनसबदारी सिस्टम प्राय भांगी आईला मुगल साम्राज्य रे 18th सेंचुरी जो पई इनडायरेक्टली शासन करी हेलानी पूरा देशटा को आउ पतन हवा एविडेंट। किंतु आउ जने ऐतिहासिक तांको ना होची इरफान हबीब। इरफान हबीब कहउचंती जागीरदार्स मानकर तो गोटे संकट ही थिला जागीरदार्स मानकर गोटे गंडगोल होउथिला किंतु ता तळकू आ गोटे बड़ संकट आ सेई संकेतटा कौन चाषी मानकर संकेत कृषि संकेत एग्रेरियन क्राइसिस। 18th सेंचुरी रे कृषि मानकर अवस्था बहुत खराब हो गला कहीं ना हम जदि देखिबा ए मनसबदारी प्रतिक्रिया रे सेटा गोटे त्रिभुज बढ़िया काम करथिला एकदम ऊपर थिले मनसबदार जे से पूरा जगार मालिक आ ता ऊपर थिले सम्राट आ मनसबदार कि जागीरदार निजे जाइकिरी कर आणु नथिला सीए ता तले आउरी लोकों को रखिला जहाँ को आमे डाकिलु जमींदार। ए जमींदार माने चाषी मानकठू मन इच्छा कर नौथि जेतिकी मनसबदार नबा कथा ताठू बेसी से माने आणुथिले निज पे बेसी रखुथिले मनसबदार को जहाँ दबा कथा दौथिले
ବାସ୍ ସାରି ଦଉଥିଲେ କାମ। କିନ୍ତୁ ସେଇଥିରେ ଏମିତି ସିଚୁଏସନ ହେଲା ଯେ ଚାଷୀମାନଙ୍କ ପାଖରେ ପ୍ରାୟ କିଛି ବଞ୍ଚିଲାନି ଚଳିବା ପାଇଁ। ଆଉ ବଡ଼ ବଡ଼ ମନସବଦାର ଆଉ ଜାଗିରଦାର ମାନେ କୃଷି ପରିକ୍ରିୟାକୁ ଆଗେଇ ନେଇ ପାରିଲେନି କି ପ୍ରଗତି ଆଣିପାରିଲେନି। ନୂଆ ମଞ୍ଜି, ନୂଆ ଚାଷ କେମିତି କରିବେ ଏଗୁଡ଼ା କିଛି କରାହଉନଥିଲା। ନୂଆ ଜାଗାରେ କେମିତି ତାକୁ ଖୋଳାଖୋଳି କରି ଚାଷ କରିବା ଏଗୁଡ଼ା କିଛି କରାହଉନଥିଲା। କାହିଁକିନା ମୁଗଲ ନିୟମ ଥିଲା ଯେ ନୂଆ ଚାଷ କିଏ କରିପାରିବେ। ସୋ ବହୁତ ପ୍ରେସର ପଡ଼ିଲା, ଦବାବ ପଡ଼ିଲା ଚାଷୀମାନଙ୍କ ଉପରେ। ଆଉ ତା ଛଡ଼ା ଚାଷୀମାନେ ଦେଖିଲେ ଯେ ଏଇ ଯୋଉ ଜମିଦାର ଆଉ ଜାଗିରଦାର ତାଙ୍କ ପଇସା ନେଇକିରି ଏତେ ଆରାମରେ ରହୁଛନ୍ତି, ଏତେ ଆନ ବାନ ଶାନରେ ଜୀବନ କଟଉଛନ୍ତି, ଆଉ ଏଇମାନେ ଖଟି ଖଟିକିରି କିଛି ପାଉନାହାନ୍ତି ନିଜେ ରଖିବା ପାଇଁ। ଯୋଉ ପାଇଁ ସେଇମାନେ ବିରୋଧ କଲେ। ଆଉ ଯୋଉମାନେ ବିରୋଧ କଲେ ସେଇମାନେ ହଉଥିଲେ ଜାଟ୍ସ ଆଉ ସତନାମିଜ ମାନେ। କିନ୍ତୁ ଯୋଉମାନେ ବିରୋଧ କଲେ କରିପାରିଲେନି ସେମାନେ ପୁରା ଗାଁ ଫାଁ ଛାଡ଼ିକିରି ପଳେଇଲେ ସହରକୁ, ସେଠି ଚାକିରି ଖୋଜିବା ପାଇଁ। ଏମିତି ଯଦୁନାଥ ଇରଫାନ ହବିବ କହୁଛନ୍ତି ଯେ ଗୋଟେ ଗୋଟେ ଗାଁ ପୁରା ଖାଲି ହେଇଗଲା, ଲୋକ ରହିଲେନି, ସେମାନେ ସବୁ ସହରକୁ ପଳେଇଲେ। ସୋ ଏଇଟା ଯେତେବେଳେ ହୁଏ ଗୋଟେ ସାମ୍ରାଜ୍ୟର ଫାଉଣ୍ଡେସନ ତା ପୁରା ଚେରଟା ପୁରା ହଲିଯାଏ। ଯୋଉଥିପାଇଁ এই ବଡ଼ ମୁଗଲ ଗଛର ପ୍ରାୟ ପତ୍ର ଗୁଡ଼ା ସବୁ ଝଡ଼ିବା ପାଇଁ ଲାଗିଲେ। ସୋ ଏଇ ଯୋଉ କୃଷି ସଂକେତଟା ଗୋଟେ ବଡ଼ କାରଣ ଥିଲା ଯୋଉଥିପାଇଁ ମୁଗଲ ସାମ୍ରାଜ୍ୟର ପତନ ହେଲା। ଆଉ ଜମିଦାର ମାନେ ନରୁଲ ହାସନ ଆଉ ଜଣେ ହିଷ୍ଟୋରିଆନ, ଆଉ ଜଣେ ଐତିହାସିକ, ସିଏ କହିଛନ୍ତି ଏଇ ଜମିଦାର ମାନେ ବହୁତ ରେସ୍ପନ୍ସିବଲ ଥିଲେ ସାମ୍ରାଜ୍ୟର ପତନ ଆଣିବା ପାଇଁ। ଜମିଦାର ମାନେ এই ଚାଷୀମାନଙ୍କୁ ଲୁଟୁଥିଲେ, ତାଙ୍କଠୁ ବେଶୀ କର ଆଣୁଥିଲେ, ବେଶୀ ପଇସା ନିଜେ ଇନଭେଷ୍ଟ କରୁଥିଲେ ଚାରିଆଡ଼େ, ଆଉ କମ୍ ଦଉଥିଲେ ଜମିଦାର ଏଇ ମନସବଦାର। ଆଉ ଏମିତି ସିଚୁଏସନ ହେଇଯାଇଥିଲା ସେ ସମୟରେ ଯେ ମନସବଦାର ସମ୍ରାଟକୁ ଯାହା ଦେଲା ସମ୍ରାଟ ଖୁସି। ଯଦି 100 ଭାଗ ଦବା କଥା ସିଏ 50 ଭାଗ ଦେଲେ ବି ସମ୍ରାଟ ଖୁସି ଥିଲେ। ଆଉ ମନସବଦାର ମାନଙ୍କର ଘୋଡ଼ା ସୱାର୍ସ ଯୋଉମାନେ, ଆଉ ତାଙ୍କର ଅସ୍ତ୍ରଶସ୍ତ୍ର ସବୁ କମିଗଲା, ଆଉ ସମ୍ରାଟ ଦେଇପାରିଲାନି। ଯୋଉ ଜାଗା ବି ସେ କରୁଥିଲେ ଶାସନ,
ସେଇ ଜାଗାରେ ତାଙ୍କର ସବୁ ପାୱାର ଥିଲା କର କଲେକ୍ଟ କରିବା ପାଇଁ, କିନ୍ତୁ ସିଏ ବି ଆସ୍ତେ ଆସ୍ତେ କମି ଆଇଲେ, କାହିଁକିନା ନୂଆ ମନସବଦାର ସବୁ ହେଲେ, ତାଙ୍କୁ ତ ବି ଜାଗା ଦେବା ପାଇଁ ପଡ଼ିବ। ସୋ ଜାଗିରଦାର୍ସ ମାନେ ମନସବଦାର୍ସ ମାନେ ତାଙ୍କ ଭିତରେ କଳି ଲାଗିଲେ, କିଏ କେତେ ପାଇବା କଥା। ଆଉ ଏମିତି ଆଉ ମିଲିଟାରୀ ପାୱାର ନଥିଲା ଯେ ଚାଷୀମାନଙ୍କୁ କିଏ ବଞ୍ଚେଇବ। ଯେତେବେଳେ ଜାଗିରଦାର କଳି ଲାଗୁଥିଲେ, ସବୁଠୁ ଦଣ୍ଡ ପାଉଥିଲେ ଚାଷୀମାନେ। ଆଉ ଜାଗିରଦାର୍ସ ମାନଙ୍କର କିଛି ପାୱାର ନଥିଲା ବଞ୍ଚେଇବା ପାଇଁ କି ପ୍ରୋଟେକ୍ଟ କରିବା ପାଇଁ ଚାଷୀମାନେ। ଏଇ ସବୁ ସିଚୁଏସନରେ ଜମିଦାର ମାନେ କଣ କଲେ, ତାଙ୍କ କର ନବା ଚାଷୀଙ୍କଠୁ ବନ୍ଦ କଲେ, କାରଣ ସେଇମାନେ ମିଡିଲ ମ୍ୟାନ ଥିଲେ, ମଧ୍ୟ ଲୋକ ଗୁରା ଯୋଉମାନେ ପଇସା ଚାଷୀଙ୍କଠୁ ଆଣିକି ଦଉଥିଲେ ମନସବଦାର। ତ ସେଇମାନଙ୍କ ଉପରେ ଏଇ ଜିନିଷର କିଛି ଏଫେକ୍ଟ ପଡ଼ିଲାନି, ସେଇମାନେ ତାଙ୍କର ଉଠିଛନ୍ତି। ଆଉ ସେଇମାନଙ୍କ ପାଇଁ ଚାଷୀମାନେ କଷ୍ଟ ପାଇଲେ। ଆଉ ମୁଗଲ ସାମ୍ରାଜ୍ୟର ମେରୁଦଣ୍ଡଟା ପୁରା ହଲିଗଲା। ଆଉ ଆକୁ ବଦଳେଇବା ପାଇଁ, ଏଇ ସିଚୁଏସନଟାକୁ ପୁରା ବଦଳେଇବା ପାଇଁ କିଏ ପ୍ରାୟ ଚେଷ୍ଟା କଲେନି କୋଉ ମୁଗଲ ରାଜା। ଖାଲି 3ଟା ଜାଗାରେ ସେ ଔରଙ୍ଗଜେବଙ୍କ ସମୟରେ ଆଉ ତାଙ୍କ ପରେ ଚେଷ୍ଟା ଚାଲିଲା କେମିତି ଆକୁ ବଦଳା ହେବ। ଖାଲି 3ଟା ଜାଗା, ଗୋଟେ ହଉଛି ସିନ୍ଧ, ଆଉ ଗୋଟେ ହଉଛି ଅୱଧ, ଆଉ ଗୋଟେ ହଉଛି ତମର ପଞ୍ଜାବ। ସିନ୍ଧ, ପଞ୍ଜାବ, ଔଧ, ଏଇ 3ଟା ଜାଗାରେ ଏମାନେ ଚେଷ୍ଟା କଲେ ଯେ ଏଇ ସବୁ ଜିନିଷ ବନ୍ଦ। ଆଉ ଏଇଟା କରିବା ପାଇଁ ଗୋଟେ କାରଣ ଥିଲା, କାହିଁକିନା ସବୁଠୁ ବେଶୀ କୃଷକ ଆମଦାନୀ ହଉଥିଲା ପଞ୍ଜାବରେ, ସିନ୍ଧରେ ଆଉ ଅୱଧରେ। ଅୱଧ କୋଉ ଜାଗାକୁ ଆମେ କହୁଛୁ? ଔଧ। ଔଧ ହଉଥିଲା ଲକ୍ଷ୍ନୌ। ବହୁତ ଗୁଡ଼ାଏ ନଈ ସେ ଜାଗା ଦେଇକି ଯାଇଛି। ଉର୍ବର ଜମି ଥିଲା, ବହୁତ ଚାଷ ହଉଥିଲା ଏସବୁ ଜାଗାରେ। କିନ୍ତୁ ଏଇଠି କେତେ ବଡ଼ ବଡ଼ ଜାଗିରଦାର ଥିଲେ, ଆଉ ସେଇ ସବୁ ଜାଗିରଦାର ମାନେ ଚେଷ୍ଟା କଲେ କଳି କଜିଆ ଲାଗି ଗୋଟେ ଗୋଟେ ଅଂଶ ନେଇଯିବା ପାଇଁ ମୁଗଲ ସାମ୍ରାଜ୍ୟରୁ। ତାକୁ ପାୱାର ଦିଆଯାଇଥିଲା, ସବାର ଦିଆଯାଇଥିଲା, ଅସ୍ତ୍ରଶସ୍ତ୍ର ଦିଆଯାଇଥିଲା। ସେଇମାନେ ବେଳେ ବେଳେ ମୁଗଲ ସମ୍ରାଟ ବିରୁଦ୍ଧରେ ବି ଗଲେ, କାରଣ ସେଇମାନଙ୍କର ଜାଗାରୁ ସେମାନେ ଏତେ ପଇସା ପାଉଥିଲେ ଯେ ସେଇମାନେ ଶକ୍ତିଶାଳୀ ହେଇଯାଇଥିଲେ। ସେଇପାଇଁ ତାଙ୍କୁ କଣ୍ଟ୍ରୋଲ କରିବା ପାଇଁ ଶାହଜାହାନ
ଆଉ ତାଙ୍କ ଆଗରୁ ଜାହାଙ୍ଗୀର ଆଉ ଅକବର ବି ଗୋଟେ ନିୟମ କରିଥିଲେ। ଧର ଅୱଧ ଅଛି ଗୋଟେ ଜାଗିରଦାରୀ, କି ପଞ୍ଜାବରେ ଗୋଟେ ଜାଗାରେ ଅଛି ଜାଗିରଦାରୀ, କି ସିନ୍ଧରେ ଗୋଟେ ଜାଗାରେ ଅଛି ଜାଗିରଦାରୀ, ତା ଚାରିପଟେ ସେଇମାନେ ଆଉ କିଛି ଜାଗା ଦେଇ ଦଉଥିଲେ ମସଜିଦ୍ ପାଇଁ, ମନ୍ଦିର ପାଇଁ ଆଉ ଧର୍ମ ସଂସ୍ଥା। ଆକୁ ସବୁ ଡକା ହଉଥିଲା ମଦଦ ଇ ମସ୍, ମଦଦ ଇ ମସ୍। ଆ ଉପରେ କିଏ କର ନେଇପାରିବନି। ଏଠି କୋଉ ଜାଗିରଦାର ନଥିଲା, ଏଇଟା ପୁରା ଧର୍ମର ଜାଗା ଥିଲା। ଯାହା କର, ଯାହା ବେନିଫିଟ ଏ ଜାଗାରେ ନଉଥିଲା ସେ ମନ୍ଦିର କି ସେ ମସଜିଦର ଇମାମ ଇତ୍ୟାଦି। ଆଉ ଆଙ୍କ ସାଙ୍ଗରେ ଯୁଦ୍ଧ କଲେ, ଜବରଦସ୍ତ କଲେ, ଜଣା ପଡୁଥିଲା ଗୋଟେ ଲୋକ ଧର୍ମ ବିରୁଦ୍ଧରେ ଯାଉଛି। ସୋ ଏଇମାନଙ୍କୁ ଯୋଉ ଚାରିପଟେ ରଖା ହେଇଥିଲା ଗୋଟେ ଗୋଟେ ଜାଗିରଦାରୀରେ, ଜାଗିରଦାର ମାନେ ଔଧରେ, ପଞ୍ଜାବ ଆଉ ସିନ୍ଧରେ ଆଉ ବଢି ପାରୁନଥିଲେ ଯୁଦ୍ଧ କରି କି ଜାଗାକୁ ଦଖଲ କରି। ଯାହା ଜାଗା ତାକୁ ଦିଆ ହେଇଥିଲା ସେଇ ଜାଗା ଭିତରେ ସେମାନେ ରହୁଥିଲେ। କିନ୍ତୁ ଯେତେବେଳେ ଔରଙ୍ଗଜେବଙ୍କ ପରେ ଏଇ ସବୁ ଜାଗିରଦାର ମାନେ ଯେତେବେଳେ ଜାଣିଲେ ଯେ ସମ୍ରାଟ ଦୁର୍ବଳ ହେଇଗଲାଣି ସେଣ୍ଟରରେ, ଆଉ ତା ପାୱାର କମିଗଲାଣି, ଆଉ ଜାଗିରଦାର ସବୁ କଳି ଲାଗିଲେଣି, ସେଇମାନେ ଏଇ ଯୋଉ ମଦାଦି ମସ୍ ଜାଗାକୁ ବି ନେଲେ, କିନ୍ତୁ ଯୁଦ୍ଧ କରିକି ନେଲେନି। ସେମାନେ ଦେଖିଲେ ଯୋଉମାନେ ନା ଥିଲେ ଏଇ ମଦାଦି ମସର ଚାର୍ଜରେ, ଯୋଉମାନେ ସବୁ ଜିନିଷ ବୁଝାବୁଝି କରୁଥିଲେ, ସେଇମାନେ ବି କରପ୍ଟ ହେଇଗଲେ, ଲୋଭୀ ହେଇଗଲେ, ସେଇମାନେ ବି ପଇସା ମାଗିଲେ। ସୋ এই ଜାଗିରଦାର ମାନେ ଆସ୍ତେ ଆସ୍ତେ କରି ଲାଞ୍ଚ ଦେଇ, ପଇସା ଦେଇ এই ମଦଦି ମାସକୁ ବି ନେଇଗଲେ। ଆଉ ଏକଦମ ମୁଗଲ ସାମ୍ରାଜ୍ୟର ଶେଷ ଆଡକୁ এই ମଦଦି ମସ୍କୁ ପୁରା ନେଇଗଲେ ଏଇ ଜାଗିରଦାର ମାନେ, ନେଇକିରି ତାଙ୍କର ନିଜର ଗୋଟେ ଦେଶ ତିଆରି କରିଦେଲେ, ନିଜେ ନିଜେ ଗୋଟେ ଗୋଟେ ଷ୍ଟେଟ ତିଆରି କରିଦେଲେ, ଯେମିତି ଆୱାଧ ଷ୍ଟେଟ, ପଞ୍ଜାବ ଆଉ ସିନ୍ଧ, ଆଉ ମୁଗଲ ସାମ୍ରାଜ୍ୟରୁ ବାହାରିଗଲେ। ସୋ ମୁଗଲ ସାମ୍ରାଜ୍ୟ ଏକଦମ କମ ହେଇକିରି ଗୋଟେ ଛୋଟିଆ ଜାଗା ହେଇକିରି ରହିଗଲା। ଯେତେବେଳେ ଏକଦମ ଶେଷରେ ବାହାଦୁର ଶାହ ଜଫର, ଲାଷ୍ଟ ମୁଗଲ ରାଜା, ତାଙ୍କର କେତେ ଜାଗା ଥିଲା, କେତେ ଜାଗା ଉପରେ ସେ ସମ୍ରାଟ ଥିଲେ, एकदम छोटिया जगह
ଲାଲକିଲ୍ଲାରୁ ପାଲମ ଏୟାରପୋର୍ଟ ପର୍ଯ୍ୟନ୍ତ ଯେତିକି ଜାଗା ତାକୁ ସେ ଶାସନ ସବୁ ଚାଲି ଯାଇଥିଲା ତାଙ୍କ ହାତରୁ ଏମିତି କାରଣ ପାଇଁ। ତାପରେ ଆଉ ଗୋଟେ ଜିନିଷ ହେଲା ଯୋଉଟା ବହୁତ ମହତ୍ଵ ରଖେ ମୁଗଲ ପତନ ପାଇଁ। ମୁଗଲ ରାଜା ମାନେ ସେଇମାନେ ବାଣିଜ୍ୟ ପାଇଁ କିଛି ଏତେ ଇମ୍ପୋର୍ଟାନ୍ସ ଦଉନଥିଲେ। ସେଇମାନେ ବହୁତ ଖୁସି ହେଇଯାଉଥିଲେ ଯେ ବାଣିଜ୍ୟରୁ ସିଏ ପଇସା କରୁଥିଲେ, କିନ୍ତୁ ଗୋଟେ ସିଷ୍ଟମାଟିକ ବାଣିଜ୍ୟରୁ କର ନବା, ବାଣିଜ୍ୟ ତାଙ୍କର ରେଭିନ୍ୟୁର ଗୋଟେ ପୋର୍ସନ ନବା, এইগুড়ାକୁ ବେଶୀ ଇମ୍ପୋର୍ଟାନ୍ସ ଦେଇନଥିଲେ। କିନ୍ତୁ ବ୍ରିଟିଶ ମାନେ ଦ ଇଷ୍ଟ ଇଣ୍ଡିଆ କମ୍ପାନୀ ସେଇମାନେ ଚାହୁଁଥିଲେ ପୁରା ମୁଗଲ ମାନଙ୍କର ଦେଶ ଗୁରା ନେଇଯିବା ପାଇଁ। ସେମାନେ ଛକିକିରି ବସିଥିଲେ କେମିତି ନେଇଯିବେ ମୁଗଲ ଜାଗା। ଆଉ ବ୍ରିଟିଶ ମାନେ ଥିଲେ ବେପାରୀ, ସିଏ ଜାଣିଥିଲେ କେମିତି କୋଉ ବାଟେ କାହା ସାଙ୍ଗେ କଣ କନେକ୍ସନ କରି ସିଏ ମୁଗଲ ଜାଗାକୁ ନେଇଯିବେ। ଯଦି ମୁଗଲସ ମାନେ ବି ବାଣିଜ୍ୟରେ ବହୁତ ମହତ୍ଵ ଦେଇଥାନ୍ତେ, ଜାହାଜ ତିଆରି କରିଥାନ୍ତେ, ବାହାର ଦେଶକୁ ଯାଇକିରି ବାଣିଜ୍ୟ କରିଥାନ୍ତେ, କାରଣ ଆମ ଦେଶରେ ମୁଁ ତୁମକୁ ଆଗରୁ କହିଛି ବଣିକ ମାନେ ବହୁତ ଥିଲେ, କିନ୍ତୁ ସେଇମାନେ ତାଙ୍କ ନିଜ ନିଜ ବଡ ଲୋକ ହେଇଥିଲେ ଆଉ ରାଜାକୁ ଖାଲି ଗୋଟେ ଟ୍ୟାକ୍ସ ଦେଇ ଦଉଥିଲେ, କର କମ। ଆଉ ମୁଗଲ ରାଜା ମାନେ ବହୁତ ଖୁସି ହେଇଯାଉଥିଲେ ତାଙ୍କୁ କିଏ ବାହାର ଦେଶରୁ ଲୁଗା, ପରଫ୍ୟୁମ, ମଦ ଆଣିକି ଦେଇଦେଲେ ସେମାନେ ଖୁସି ହେଇଯାଉଥିଲେ। କିନ୍ତୁ ସେମାନେ ଜାଣିବା ପାଇଁ ଚେଷ୍ଟା କଲେ କେମିତି ବଡ ବଡ ଜାହାଜ ତିଆରି ହବ, କେମିତି ମାନେ ଯାଇକିରି ସମୁଦ୍ରରେ ଅନ୍ୟ ଦେଶ ସାଙ୍ଗରେ ବାଣିଜ୍ୟ କରିବେ, କେମିତି ସେମାନେ ବ୍ରିଟିଶ ମାନଙ୍କୁ, ଡଚ ମାନଙ୍କୁ, ଫ୍ରେଞ୍ଚ ମାନଙ୍କୁ ସମୁଦ୍ରରେ କଣ୍ଟ୍ରୋଲ କରିପାରିବେ। ଦେଶ ଉପରେ ତ ମୁଗଲ ମାନେ ବହୁତ ଶକ୍ତିଶାଳୀ ଥିଲେ, କିନ୍ତୁ ସମୁଦ୍ରରେ ଏଇ ଯୋଉ ୟୁରୋପିଆନ ବଣିକ ମାନେ ଆହୁରି ପାୱାରଫୁଲ, କାରଣ ଆମର ଜାହାଜ ନଥିଲା, ଆମର ଟେକ୍ନୋଲୋଜି, ବିଜ୍ଞାନ এইটা ପାଇଁ ମୋଟେ ଇଣ୍ଟରେଷ୍ଟ ନଥିଲା ମୁଗଲ ରାଜା ମାନଙ୍କର। ଅକବରକୁ ଆଣିକିରି ପର୍ତ୍ତୁଗୀଜ ମାନେ ଘଣ୍ଟାଟାଏ ଦେଇଥିଲେ, ଗୋଟେ ଘଣ୍ଟା, କାନ୍ଥ ଘଣ୍ଟା ଦେଇଥିଲେ, ଘଡି। ଅକବର ତାକୁ ଦେଖିକି ବହୁତ ଖୁସି ହେଇଥିଲେ ଆଉ କହିଥିଲେ ଏଇଟା ମୋର ସିଂହାସନ ଉପରେ ଟଙ୍ଗା ହେଲା। କିନ୍ତୁ ସେ କେବେ ବି ଚେଷ୍ଟା କଲେନି ଜାଣିବା ପାଇଁ ଯେ ସେ ଘଣ୍ଟାଟା କେମିତି ତିଆରି ହେଇଛି। ଯଦି ସେ ଜାଣିଥାନ୍ତେ ଆମ ଦେଶରେ ଘଣ୍ଟା ବହୁତ ଆଗରୁ ତିଆରି ହେଇଥାନ୍ତା। ସୋ ଏଇ ମୁଗଲ ରାଜା ମାନେ ଯୋଉ ଚେଷ୍ଟା କଲେନି ଜାଣିବା ପାଇଁ ଯେ କେମିତି ବଡ ବଡ ପ୍ରୋଗ୍ରେସିଭ ଜାହାଜ ତିଆରି କରିବେ ଯୋଉଟା ସମୁଦ୍ରରେ ଚାଲେ, ଯୋଉଥିପାଇଁ ସମୁଦ୍ରରେ ସବୁଠୁ ଡୋମିନାଣ୍ଟ ଥିଲେ ଇଷ୍ଟ ଇଣ୍ଡିଆ କମ୍ପାନୀ, ଯୋଉମାନେ ଅନ୍ୟ କମ୍ପାନୀକୁ ହରେଇ ଦେଇଥିଲେ।
ब्रिटिश माने धीरे धीरे करी वाणिज्य सबु पैसा नेले। मुगल राजा मान खाली गिफ्ट भाया पकेले आने एत पैसा थिला से निजर गोटे आर्मी रखुते सिपाही मान रखुते आ सबुठु दुखर विषय होते आमर भारतर को राजार दरकार थिला साहाଯ୍ୟ आउ गोटे राजा को पतन करने सी ए ब्रिटिश मानकर साहाଯ୍য नौथि आ ब्रिटिश माने साहाଯ୍য कले किंतु ता बदल रे जगह नहीं गले पॉलिसी करिकी आ मुगल्स मान को तो बहुत नहीं गले आ फाइनली आम देखा से ब्रिटिश मान लाल किला भी नहीं गले जोटा थिला मुगल सम्राट रेसिडेंस ये सबू जिनस मिसिकी मुगल साम्राज्यर पतन किंतु मुगल साम्राज्य भारत गोटे बहुत बड़ चैप्टर भारत इतिहास से समय रे बहुत उन्नति गोटे गोटे जगार गोटे गोटे दिगरे होता आउ भारतर प्रेस्टीज से समय रे पृथ्वी रे बहुत उच्चरे थिला आउ बाहर देशर लोक माने चाहूले भारत को आसे आ मुगल साम्राज्यर आन बान शान बढ़िया आउ को साम्राज्यर नथिला भारत आउ राजनीति रे आम देखीचु और देखुचु जे अकबर को भलिया बहुत कम राजा अच्छा जे समस्त को एका संगे नहीं सबु धर्म को एका संगे नहीं शासन करते पृथ्वी इतिहास भारतर खाली दीटा राजा पछरे लगाए द ग्रेट महान सी हूँ सम्राट अशोक आउ सम्राट अकबर मुगल समय रे आमर कला आमर संस्कृति गोटे एमिटी लेवल छुईला जे लोक माने देखिकी आमर संस्कृति को आश्चर्य हो जाते एपर्यंत जे भारत को जेतिकी टूरिस्ट आसुचंती भारतर सबू कला देखा सबुठु बेसी पैसा आसे भारत को से लोक मानकटू जो माने आसिकी मुगल शासन बेले जहाँ सब होता ताको देखा जमती लाल किला फतेहपुर सिकरी सिकंदरा हाउ डेफिनेटली ताजमहल जदियो मुगल समय रे केते जिनस जोगुरा प्रगति विरुद्ध रे केते डिप्लोमेसी
ପୁରା ସ୍ୱାର୍ଥପର ଥିଲା। କେତେ ଜିନିଷ ଲୋକଙ୍କ ବିରୁଦ୍ଧରେ ହୋଇଥିଲା, କିନ୍ତୁ ଏମିତି ଦେଖିଲେ ମୁଗଲ ଇତିହାସଟା ଆମର ଦେଶର ଗୋଟେ ଆଲୋକିତ ଚାପ୍ଟର, ଯୋଉଟା ସବୁ ଲୋକ ଜାଣିବା ଉଚିତ। କଣ ଭୁଲ ହେଇଥିଲା, କଣ ଠିକ ହେଇଥିଲା, ଆଉ ଯେମିତି ଭବିଷ୍ୟତରେ ଆମେ ସେଇ ଭୁଲ ଆଉ କରିବାନି। ଆଉ ଏତେ ପାୱାରଫୁଲ ଥିଲା ଲାଲକିଲ୍ଲା, ଏତେ ଲାଲକିଲ୍ଲାକୁ ଲୋକମାନେ ଅନଉଥିଲେ ସବୁ ଜିନିଷ ପାଇଁ, ଯୋଉଟା ଶାହଜାହାନଙ୍କ ରେସିଡେନ୍ସ ଥିଲା, ଆଉ ତା ପରବର୍ତ୍ତୀ ସବୁ ମୁଗଲ ରାଜାଙ୍କର ରେସିଡେନ୍ସ ଥିଲା, ତାକୁ ବ୍ରିଟିଶ ମାନେ ବି ନେଇଗଲେ। ସେଇପାଇଁ ଲାଲକିଲ୍ଲାରେ ସ୍ୱାଧୀନତା ପରେ ଆମର ନ୍ୟାସନାଲ ଫ୍ଲାଗ ସେଇଠି ଉଡ଼ିଲା, ଜାତୀୟ ପତାକା। ଆଉ ଲାଲକିଲ୍ଲା ରହିଗଲା ଗୋଟେ ସିମ୍ବଲ ହେଇକିରି ଭାରତର। ଆଉ ଏଇଟା ମୁଗଲ୍ସ ମାନେ ହିଁ ଆମକୁ ଦେଇଥିଲେ। ଆଉ ଏତେ ସୁନ୍ଦର କଳା, ଏତେ କାରୁକାର୍ଯ୍ୟ, ଏତେ ଲକ୍ଜୁରିୟସ୍ ଲାଇଫଷ୍ଟାଇଲ, ଅଫକୋର୍ସ ମନସବଦାର ଆଉ ଜାଗିରଦାରଙ୍କ ପାଇଁ, ଯୋଉଟା ସମସ୍ତେ ଦେଖିକିରି ବିଦେଶ ଲୋକ ଦେଖିକିରି ଆଶ୍ଚର୍ଯ୍ୟ ହଉଥିଲେ, ଦେଇଥିଲେ ମୁଗଲ୍ସ। ସେଇପାଇଁ ମୁଗଲ୍ସ ମାନେ ଯାହା କରିଥିଲେ ତାକୁ ଦେଖିକିରି ଗୋଟେ ଲୋକ ଲିଖିଛନ୍ତି ଅମୀର ଖୁସରୋଙ୍କର ଭାଷାରେ, अगर फिरदौस जमीनस्त हमीनस्तो हमीनस्तो हमीनस्त, जदि स्वर्ग अच्छी এই দুনিয়াରେ, তাহলে এটা এইଠି এইଠି ଏବଂ এইଠି। এইଟା ସେମାନେ କହୁଛନ୍ତି ଲାଲକିଲ୍ଲାର ଦିୱାନୀ ଖାସ। ଥ୍ୟାଙ୍କ ୟୁ।